ଆଜିର ପ୍ରସଙ୍ଗ ବିଷୟ ଜାତୀୟ ମହାକାଶ ଦିବସର ଅନୁଚିନ୍ତା। ଲେଖାଟି ପ୍ରସ୍ତୁତ କରିଛନ୍ତି ଡକ୍ଟର କମଳାକାନ୍ତ ଜେନା। ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। 2023 ଅଗଷ୍ଟ 23 ତାରିଖ ସନ୍ଧ୍ୟା 6:04 ଥିଲା ଭାରତ ପାଇଁ ଅଭୂତପୂର୍ବ ବିଜୟର ମୁହୂର୍ତ୍ତ। ସେହିଦିନ ସେହି ମୁହୂର୍ତ୍ତରେ ଚନ୍ଦ୍ରଯାନ-3 ମହାକାଶ ଅଭିଯାନ ଦ୍ୱାରା ଲ୍ୟାଣ୍ଡର ବିକ୍ରମ ସଫଳତାର ସହିତ ସୁରକ୍ଷିତ ଭାବରେ ଚନ୍ଦ୍ରପୃଷ୍ଠକୁ ଛୁଇଁଥିଲା। ଦେଖୁ ଦେଖୁ ବର୍ଷେ ହୋଇଗଲା, କିନ୍ତୁ ସେଦିନର ଖୁସି, ସେଦିନର ଆନନ୍ଦ ଆମ ମନରୁ ଏଯାଏ ଲିଭି ନାହିଁ। ତଥାପି ସେଦିନର ସଫଳତା ଓ ସେଦିନର ଆନନ୍ଦକୁ ପୁଣି ସମସ୍ତଙ୍କୁ ମନେ ପକାଇ ଦେବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଜାତୀୟ ମହାକାଶ ଦିବସ। ତୃତୀୟ ଚନ୍ଦ୍ରଯାତ୍ରା ସଫଳତାର ଦିବସ। 145 କୋଟି ଭାରତୀୟଙ୍କର ମହାକାଶ ବିଜୟର ଦିବସ। ଚଳିତ ବର୍ଷ ପ୍ରଥମ କରି ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ଆଜିର ଦିବସର ବାର୍ତ୍ତା ରହିଛି ଚନ୍ଦ୍ରକୁ ଛୁଇଁବା ସହିତ ଜୀବନକୁ ଛୁଇଁବା, ଭାରତର ଅନ୍ତରୀକ୍ଷ ବୀରଗାଥା। ଦିନ ଥିଲା ଚନ୍ଦ୍ର ଆମ ପାଇଁ ନୂଆ ନଥିଲା, ହେଲେ ଚନ୍ଦ୍ରଯାତ୍ରା ଆମ ଦେଶ ପାଇଁ ଅପହଞ୍ଚ ଥିଲା। 2008 ମସିହାରେ ଚନ୍ଦ୍ରଯାନ-1 ମହାକାଶଯାନକୁ ଚନ୍ଦ୍ରକୁ ପଠାଇ ଭାରତ ନିଜର ଚନ୍ଦ୍ରଯାତ୍ରା ଆରମ୍ଭ କରିଥିଲା। ଅକ୍ଟୋବର 22 ତାରିଖରେ ଚନ୍ଦ୍ର ଅଭିମୁଖେ ପଠାଯାଇଥିବା ଚନ୍ଦ୍ରଯାନ-1 ଠିକ୍ 17 ଦିନ ପରେ ନଭେମ୍ବର 8 ତାରିଖରେ ଚନ୍ଦ୍ର ନିକଟରେ ପହଞ୍ଚି ଚନ୍ଦ୍ର ଚାରିପଟେ ପରିକ୍ରମା କରିବା ଆରମ୍ଭ କରିଥିଲା। ପ୍ରଥମ ଅଭିଯାନ ଅବସରରେ ସବୁଠାରୁ ବଡ଼ ସଫଳତା ଥିଲା ପ୍ରଥମ ଚେଷ୍ଟାରେ ଆମେ ସଫଳ ହୋଇଥିଲୁ ଏବଂ ଆମ ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ରହିଥିବା ଜଳ ସମ୍ପର୍କରେ ସାରା ଦୁନିଆକୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଦେଇଥିଲା। ଏହି ଆବିଷ୍କାରକୁ ଚନ୍ଦ୍ରଯାନ-1ର ବିଶେଷ ସଫଳତା ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଓ ୟୁରୋପର ଗବେଷଣା ସଂସ୍ଥା ଇସା ମଧ୍ୟ ସ୍ୱୀକାର କରିଥିଲେ। ଏହି ସଫଳତା ପରେ ଭାରତ ଆଉ ଚୁପ୍ ବସିନଥିଲା। ନିଜର ଜ୍ଞାନକୌଶଳ ଉପରେ ଏତେ ଭରସା ଥିଲା ଯେ ପ୍ରଥମ ଚନ୍ଦ୍ରଯାନର ଉତ୍କ୍ଷେପଣ ପୂର୍ବରୁ ଭାରତ ନିଜର ଦ୍ୱିତୀୟ ଚନ୍ଦ୍ରଯାନର ନିର୍ମାଣ ଯୋଜନା କରିସାରିଥିଲା, ଯାହାର ନାମ ଥିଲା ଚନ୍ଦ୍ରଯାନ-2। 2019 ଜୁଲାଇ 22 ତାରିଖରେ ପଠାଯାଇଥିବା ଚନ୍ଦ୍ରଯାନ-2 ଅଗଷ୍ଟ 20 ତାରିଖରେ ଚନ୍ଦ୍ରର କକ୍ଷ ନିକଟରେ ପହଞ୍ଚି ଚନ୍ଦ୍ରକୁ ପରିକ୍ରମା କରିଥିଲା। କିନ୍ତୁ ଦୁଃଖର କଥା, ଚନ୍ଦ୍ରପୃଷ୍ଠରେ ବିକ୍ରମ ଓହ୍ଲାଇବା ସମୟରେ ଭୂଇଁ ଛୁଇଁବା ଆଗରୁ ତା ସହିତ ହଠାତ୍ ଆମର ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ବିକ୍ରମ ନିୟନ୍ତ୍ରଣ ହରାଇ ଟାଣ ଭୂଇଁରେ ବାଡ଼େଇ ହୋଇଗଲା। ଭାରତ ବିକ୍ରମକୁ ସହଜରେ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା କାର୍ଯ୍ୟରେ ବିଫଳ ହେଲା। ବିକ୍ରମ ସହିତ ପ୍ରଜ୍ଞା ରୋଭର ମଧ୍ୟ ଅକାମୀ ହୋଇ ନିଜର ଗବେଷଣା କରିପାରିଲା ନାହିଁ। କିନ୍ତୁ ଗତ ବର୍ଷ ଅଗଷ୍ଟ ମାସରେ ଚନ୍ଦ୍ରଯାନ-3ର ସଫଳତା ଆମର ସବୁ ଦୁଃଖକୁ ଭୁଲାଇ ଦେଲା। 2019 ମସିହାର ବିଫଳତା 2023 ମସିହାରେ ବିଶାଳ ସଫଳତାର ରୂପ ନେଲା। ବିକ୍ରମ ଭୂଇଁ ଉପରେ 4 ଗୋଡ଼ରେ ଠିଆ ହେଲା। ଆଜି ବି ସେହି ଜାଗାରେ ଅଛି। ତା ପେଟ ଭିତରୁ ରୋଭର ପ୍ରଜ୍ଞା ବାହାରି ଚନ୍ଦ୍ରପୃଷ୍ଠରେ ବୁଲି ବୁଲି ପରୀକ୍ଷା ନିରୀକ୍ଷା କଲା। ସେଠାରେ 14 ଦିନ ଧରି ଧୂଳିମାଟିର ବିଭିନ୍ନ ଧର୍ମ ପରୀକ୍ଷା କରିବା ସହିତ ଖଣିଜ ଦ୍ରବ୍ୟ, ବାୟୁମଣ୍ଡଳ ଓ ଭୂକମ୍ପନ ସମ୍ପର୍କିତ ସୂଚନା ଇସ୍ରୋ ଗବେଷଣାଗାରକୁ ପଠାଇଥିଲା। ଇତିହାସ ରଚିଥିଲା ଚନ୍ଦ୍ରଯାନ-3। ଦକ୍ଷିଣ ମେରୁକୁ ଛୁଇଁବାରେ ଭାରତ ହେଲା ପ୍ରଥମ ରାଷ୍ଟ୍ର। ନିରାପଦ ଅବତରଣ କ୍ଷେତ୍ରରେ ଭାରତ ହେଲା ଚତୁର୍ଥ ରାଷ୍ଟ୍ର। ସବୁଠାରୁ କମ୍ ଖର୍ଚ୍ଚରେ ଚନ୍ଦ୍ରାଭିଯାନର ଏହି ଅନନ୍ୟ ସଫଳତାକୁ ପୃଥିବୀର ଇତିହାସ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ରଖିଛି। ସେଥିପାଇଁ ତ ଆଜି ଭାରତୀୟମାନେ ଏହି ବିଜୟ ଦିବସକୁ ଉତ୍ସାହର ସହ ପାଳନ କରୁଛନ୍ତି। କେବଳ ଚନ୍ଦ୍ରଯାତ୍ରା ନୁହେଁ, ଆମ ଦେଶର ମହାକାଶ ଗବେଷଣା ସଂସ୍ଥା ଏକାଧିକ ସଫଳତା ଆମକୁ ଦେଇସାରିଛି। ଭାରତୀୟ ମହାକାଶଯାନ ମଙ୍ଗଳ ଗ୍ରହ ପାଖରେ ପହଞ୍ଚି ସାରିଛି। ମହାକାଶଚାରୀଙ୍କୁ ପଠାଇବା ସକାଶେ ଗଗନଯାନ ନିର୍ମାଣ କରିପାରିଛି। ନିଜ ଦେଶର ସମସ୍ତ ଉପଗ୍ରହକୁ ବିଭିନ୍ନ କକ୍ଷପଥରେ ସ୍ଥାପନ କରିବା ସହିତ ଅନ୍ୟ ଦେଶର ଅନେକ ଉପଗ୍ରହକୁ ନେଇ ସେମାନଙ୍କ କକ୍ଷପଥରେ ସ୍ଥାପନ କରିଛି। ସବୁଠାରୁ ବଡ଼ କଥା, ସାରା ପୃଥିବୀରେ ଭାରତ ହେଉଛି ଏକମାତ୍ର ଦେଶ ଯିଏ ସବୁଠାରୁ କମ୍ ଖର୍ଚ୍ଚରେ ଏସବୁ କାମ କରୁଛି। ଆମର ମହାକାଶ ଗବେଷଣା ଦେଶର ସାମାଜିକ ଓ ଅର୍ଥନୈତିକ ଉନ୍ନତିରେ ଯଥେଷ୍ଟ ସହାୟତା କରିଛି। ଊନବିଂଶ ଶତାବ୍ଦୀରେ ମହାକାଶ ଗବେଷଣାରେ ସ୍ପେକ୍ଟ୍ରୋସ୍କୋପି ଓ ଫଟୋଗ୍ରାଫି ଭଳି ଆଧୁନିକ ଜ୍ଞାନକୌଶଳ ଗୃହୀତ ହୋଇଥିଲା। ଏହାଦ୍ୱାରା ନକ୍ଷତ୍ର ଓ ନିହାରିକା ଗୁଡ଼ିକରୁ ଆସୁଥିବା ଆଲୋକରଶ୍ମିର ପରୀକ୍ଷଣ ପୂର୍ବକ ସେଗୁଡ଼ିକର ଔଜ୍ଜଲ୍ୟ, ତାପମାତ୍ରା ଓ ଗଠନ ସମ୍ବନ୍ଧୀୟ ଅନେକ ପ୍ରଶ୍ନର ଉତ୍ତର ମିଳିପାରିଲା। ଆଇନଷ୍ଟାଇନଙ୍କର ଆପେକ୍ଷିକତା ତତ୍ତ୍ୱ ଭଳି ଯୁଗାନ୍ତକାରୀ ଉଦ୍ଭାବନ ସାଙ୍ଗକୁ ପଦାର୍ଥ ବିଜ୍ଞାନ ଓ ଅଭିଯାନ୍ତ୍ରିକୀ ବିଦ୍ୟାର ଅବଦାନ ଏବଂ ସୁପର କମ୍ପ୍ୟୁଟର ଭଳି ଆଧୁନିକ ଜ୍ଞାନକୌଶଳ ଆଜି ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ସେମାନଙ୍କ ଲକ୍ଷ୍ୟପଥରେ ପହଞ୍ଚାଇବାରେ ସହାୟତା କରିଛି। ମହାକାଶଯାନ ଜ୍ୟୋତିର୍ବିଜ୍ଞାନର ପରିସରକୁ ସୁଦୂର ବିସ୍ତାରୀ ଓ ଦୀପ୍ତିମନ୍ତ କରିଛି। ଆମ ସୌରଜଗତ ବାହାରେ ଆମକୁ ଏକାଧିକ ସୌରଜଗତର ସନ୍ଧାନ ମିଳିଛି। ତଥାପି ମହାକାଶ ସମ୍ପର୍କିତ ଅଗଣିତ ପ୍ରଶ୍ନ ମଧ୍ୟରୁ ମାତ୍ର କେତୋଟି ପ୍ରଶ୍ନର ଉତ୍ତର ମିଳିପାରିଛି। ମହାକାଶର ପ୍ରକୃତ ରହସ୍ୟ ଜଣାପଡ଼ିନାହିଁ। ତେଣୁ ଆଗାମୀ ଦିନରେ ଦୂର ତାରାକୁ ମହାକାଶଯାନ ପଠାଇବା, ମହାକାଶଚାରୀଙ୍କୁ ଅନ୍ତରୀକ୍ଷକୁ ପଠାଇବା, ଆମ ସୌରଜଗତ ବାହାରେ ରହିଥିବା ପିଣ୍ଡଗୁଡ଼ିକ ବିଷୟରେ ଅଧିକ ଜାଣିବା ଏବଂ ମହାକାଶ ପ୍ରଦୂଷଣକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଆମର ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ ଓ ଗବେଷକମାନେ ଆଜି ଦିନରେ ଶପଥ ନେବା ଦରକାର।